प्रधानमंत्री सड़क योजना पलटिछि मरण जनता। केंद्र सरकार ग्रामांचल विकास ପାଇଁ प्रधानमंत्री सड़क योजना माध्यमରେ କୋଟି କୋଟି ଟଙ୍କା ठेकेदार ଆଖି ବୁଜି ଚାଲିଛନ୍ତି। ରାସ୍ତା ନିର୍ମାଣ ନାମରେ ଲୁଟୁଛନ୍ତି ଜନତାଙ୍କ ଟଙ୍କା। 5 ବର୍ଷ ନ ପୂର୍ବରୁ ରାସ୍ତାରୁ ଉଠୁଛି ପିଚୁ, ରାସ୍ତା ପାଲଟୁଛି ମରଣ ଜନ୍ତା। ଆସନ୍ତୁ ଦେଖିବା ଗଜପତି ଜିଲ୍ଲା ମୋହନାରୁ ଏହି ରିପୋର୍ଟ। ଭଲ ଭାବେ ନଜର ପକାନ୍ତୁ। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାକୁ ସ୍ଥାନେ ସ୍ଥାନେ ଆଲୋକମା, ସ୍ଥାନେ ସ୍ଥାନେ ଆଉ ରାସ୍ତାର ଉଭୟ ପାର୍ଶ୍ୱ ଧୋଇ ହୋଇଯାଇଛି। ରାସ୍ତା ଦୁଇ ପାର୍ଶ୍ୱରେ ମଧ୍ୟ ଲଟା ବୁଦା ମାଡ଼ିଗଲାଣି। ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହରଗୁଡ଼ା ଠାରୁ ନୂଆଗୁଡ଼ାକୁ ସଂଯୋଗ କରୁଥିବା ପ୍ରାୟ 7 କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କର ଦୃଶ୍ୟ। ଏହି ରାସ୍ତାକୁ କିଛି ବର୍ଷ ପୂର୍ବେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ନିର୍ମାଣ କରାଯାଇଥିଲା। ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ଏମିତି ଯେ ରାସ୍ତା ସାରା ଖାଲ କମାରେ ଭର୍ତ୍ତି ହେବା ସହ ଆପଣା ଛାଏଁ ପିଚୁ ଉଠିଗଲାଣି। କେଉଁଠି ଗୋଡ଼ ମାରିଦେଲେ ପିଚୁ ଉଠି ଯାଉଛି ତ ଆଉ କେଉଁଠି ହାତରେ ଆଞ୍ଜୁଳି କରି ଟେକି ଦେଲେ ଉଠି ଯାଉଛି ପିଚୁ। କେଉଁଠି ଦବିଗଲାଣି ରାସ୍ତା। ଏହି ଆଦିବାସୀ ଅଞ୍ଚଳବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ବର୍ତ୍ତମାନ ତାହା ପାଲଟି ଯାଇଛି ମରଣ ଜନ୍ତା। ତେଣୁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁରେଶ ବାବୁ କୋଉ ଗାଁ ଭଲ ପାଏ ଅଛି? ସିମିଲି ହେଇଛି। କୋଉଠରୁ କୋଉଠିକି? ସିମିଲି ସିଆଡ଼େ ଆଉ ପାଲଡ଼ା ସିଆଡ଼େ ବନ୍ଦ ଯାଇଛି। ସିଆଡ଼େ ପଥ ଯାଇକି ଏ ରାସ୍ତା ଠିକ୍ ନା। କେତେ ବର୍ଷ ହେଇଛି? 2 ବର୍ଷ। ହଁ 2 ବର୍ଷ ହେଇଛି। ଆଚ୍ଛା ଯଦି ଟଙ୍କା ହଁ କ'ଣ ହେଇଥିବ ଏଇଟା କ'ଣ ପାଇଁ ଏମିତି ହେଇଛି? ଡୁପ୍ଲିକେଟ୍ କାମ କରାହେଇଛି ଇଆଡ଼େ ଆଉ ବର୍ତ୍ତମାନ ରାସ୍ତା ବି ଗାଡ଼ି ବି ସାଇକେଲ ବି ଯାଇ ହେଉନାହିଁ ଆଉ। ତ କ'ଣ ଏଇଟା ଏମିତି ହବାର କାରଣ କ'ଣ? ରାସ୍ତା ଟଙ୍କା ଖାଇଛି ବି ଆପଣ ଭଲରେ କାମ ତିଆର ହେଇନାହିଁ ଆଉ 2 ବର୍ଷର ହେଇନାହିଁ ଲୁତଡ଼ା ଚାହିଁଛି ଆଉ। ସାଇକେଲ ଚାଲି ଚାଲି ଗଲେ ବୋଧେ ଗୋଡ଼ ହାତ ପଶିକି ପଡ଼ିଯିବେ। ଭଲ କାମ ହେଲେ ଭଲ କାମରେ ଚାଲିବା ହେଲେ ଭଲରେ ଗାଡ଼ି ଗୁଡ଼ା ଯିବ ଆଉ। ଅନ୍ୟପଟେ ଏହି ରାସ୍ତା ନିର୍ମାଣ ବେଳେ ରାସ୍ତାରୁ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନଥିବା ବେଳେ ରାସ୍ତା ମଝିରେ ଏବେ ସେମିତି ବିଦ୍ୟୁତ ଖୁଣ୍ଟି ଛିଡ଼ା ହୋଇଛି। ଫଳରେ ଅନେକ ସମୟରେ ଯାନବାହନ ଚଳାଚଳ ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଛି। ସେପଟେ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଏହି ରାସ୍ତାକୁ 5,92,82,000 ଟଙ୍କା ବ୍ୟୟ ଅଟକଳରେ ଗଜେନ୍ଦ୍ର ପଣ୍ଡା ନାମକ ଜଣେ ଠିକାଦାର 12/9/2017ରେ ଆରମ୍ଭ କରି 31/7/2019ରେ ଶେଷ କରିଥିବା ଜଣାପଡ଼ିଛି। ତେବେ ଏହି ରାସ୍ତା ନିର୍ମାଣ ବେଳେ ଏଠାକୁ କୌଣସି ବିଭାଗୀୟ ଅଧିକାରୀ ଆସିନଥିବାରୁ ଠିକାଦାର ଖାମଖିଆଲି ଭାବେ ଏମିତି ନିମ୍ନମାନର ରାସ୍ତା ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ପରିଚୟ? ମୋ ନାଁ ହେଉଛି ମୁନା ମାଝୀ। କୋଉ ଗାଁ? ସେମିଳି ଥିଲା ଏଠୁ ପଞ୍ଚାୟତ ତରଫରୁ ସେମିଳିକୁ ରୋଡ଼ ନିଆ ହେଇଥିଲା। ସେ ରୋଡ଼ରୁ ତଳ ମେଟାଲିଂ ନ କରିକି ବଜ୍ରି ପକେଇକି ରାସ୍ତା କରିଥିବା ହେତୁ ଏখানে ଯେକୌଣସି ବାଲି କି ସିମେଣ୍ଟ କି ନହେଲେ ଯେକୌଣସି ପଥର ନେଲେ ବି ଟ୍ରାକ୍ଟର ଉଠି ପାରୁନା, ବଜ୍ରି ଉଠି ଯାଉଛି ଆଉ ଭଲରେ ରିପେରିଂ ମଧ୍ୟ ହେଇଯାଉନି। ଆଚ୍ଛା ଏଇ ଯୋଉ ବଜ୍ରି କିଛି ଧରି ନାହିଁ ଆଉ। କ'ଣ ହେଇଛି? ବଜ୍ରି ଉଠି ଯାଇଛି ଆଜ୍ଞା, କିଛି ବଜ୍ରି ନାହିଁ। ଆଚ୍ଛା ଆଉ ସବୁ ତଳକାନି ମେଟାଲିଂ କିଛି ନାହିଁ, ତେଣୁକରି ଏଗୁଡ଼ାକ ସବୁ ବାହାରେ ହେଇଛି। ତ ଯିବା ଆସିବା ସମୟରେ କ'ଣ ପ୍ରୋବ୍ଲେମ୍? ବହୁତ କଷ୍ଟ ହେଉଛି ଆଉ ଟର୍ଣ୍ଣିଂ ମଧ୍ୟ ପାଖେ ପାଖେ ହେଉଛି, ତେଣୁକରି ଗାଡ଼ି ସ୍ଲିପ୍ ହେଇଯାଉଛି ଆଉ ଅନେକ ଲୋକମାନେ ଯେ ପଡ଼ି ଯାଉଛନ୍ତି ଆଉ ଏମିତି ଆକ୍ସିଡେଣ୍ଟ ମଧ୍ୟ ହେଇଯାଉଛି। ତ ଏ କ'ଣ କଲେ ଭଲ ହେଇଥାନ୍ତା? ରିପେରିଂ କରିକି ଭଲ ରୋଡ଼ ଦେଇଥିଲେ ଭଲ ହେଇଥାନ୍ତା। ଆମର ଡମ୍ବଗୁଡ଼ାରୁ ସେମିଳି ଭଲ ଗୋଟେ ରୋଡ଼ ହେଇଥାନ୍ତା ଆଉ ସେମିଳିରୁ ଡମ୍ବଗୁଡ଼ା ଟିକେ ପାଖ ରାସ୍ତା, ଏଇଟା ଯୋଗାଯୋଗ କରିଥିଲେ ଭଲ ହେଇଥାନ୍ତା। ତ ଯାହା କହିପାରିବେ କି ଯେ ବିଭାଗୀୟ ଅଧିକାରୀମାନଙ୍କର ଏଇ ଯେଉଁ ଠିକାଦାରର ଯେଉଁ ମଧୁଚନ୍ଦ୍ରିକା ସେମାନଙ୍କର ଯେଉଁ ମିଳିତ ଲୁଟିଆ ମନୋବୃତ୍ତି ପାଇଁ ବୋଲି ଏସବୁ ରାସ୍ତା ଏଇ ଟାଇପ୍ର ହେଇଛି ବୋଲି? ସେଟା ତ ଆମେ ସେ କିଛି କହିପାରିବୁ ନା, କିନ୍ତୁ ଯେଉଁ ସରକାର ବି କରିଦେବେ ରୋଡ଼ଟା ଭଲରେ କରିଦିଅନ୍ତୁ।
ଆଉ ଭଲରେ କଲେ ଆମେ ଯିବା ଆସିବାରେ ଭଲ ହେଇଥାନ୍ତା। ଗଜପତି ଜିଲ୍ଲା ମୋହନା ବ୍ଲକର ମୁକ୍ତି ମଣ୍ଡପ ଦଣ୍ଡସେନାଙ୍କ ରିପୋର୍ଟ, ASPN ନ୍ୟୁଜ।